पक्षीଙ୍କ ପାଇଁ ସେ ଦେବଦୂତ ଖରା ଦିନର ସେ ଶୀତଳ ସାଥୀ ସେ ସିନା ମଣିଷଟିଏ ହେଲେ ବୁଝିପାରନ୍ତି ପାଟି ଫିଟାଇ କିଛି କହିପାରୁନଥିବା ଏ ପକ୍ଷୀମାନଙ୍କ କଥା। ସେଇଥିପାଇଁ ତ ଗୋଟି ଗୋଟି କରି ଗଛରେ ବାନ୍ଧି ଚାଲିଛନ୍ତି ଅଦରକାରୀ ପ୍ଲାଷ୍ଟିକ ବୋତଲ ଆଉ ସେଥିରେ ନିରୀହ ପକ୍ଷୀମାନଙ୍କ ପାଇଁ ପାଣି ରଖୁଛନ୍ତି। ଗଛ ମୁଁ ପ୍ରାୟ 200 ଗଛ ଉପରେ ଗୋଟେ ଯୋଡେ ପାତ୍ର ଦେଇକିରି ପାଣି ଭର୍ତ୍ତି କରୁଛି। କଷ୍ଟ ମାନେ 4ଟା ସୂତା ବାନ୍ଧିକିରି ଓହଳା ହେଇଛି ସେଠାରେ ଆଉ ଗୋଟେ ଗଛରେ 2ଟା 3ଟା ଗଛ ଦେଖିକିରି ପ୍ରାୟ 200 ଗଛ ପରେ ହବ ଯୋଉ କି ପାଣି ଟୋପାଟେ ବି ନାହିଁ। ସେ ଘାଇରେ ପାଣି ଟୋପାଟେ ନାହିଁ, ବହୁତ ଦୂରରୁ ନେଇକିରି ଦେବାକୁ ପଡୁଛି। ପ୍ଲାଷ୍ଟିକ ବୋତଲ ଜାଗା ମଧ୍ୟ ଯୋଉଟାକୁ ଫିଙ୍ଗା ହେଇଯାଉ ତାକୁ ଧୁଆ ଧୁଇ ସଫା କରିକିରି ମଧ୍ୟ କଣା କରିକିରି ହୋଲ୍ଡ କରିକିରି ତାକୁ ସୁତାଲରେ ବାନ୍ଧିକିରି ଦିଆଯାଉଛି। ଆଉ ଷ୍ଟିଲ ପାତ୍ରରେ ମଧ୍ୟ ଦିଆ ହେଇପାରୁଛି। ଏ ଜିନିଷ ହେଲେ ମଧ୍ୟ ଦେଖିଲି ପକ୍ଷୀ ମାନେ ବହୁତ ଦୂରରୁ ଆସିକିରି ଗୋଟେ ପାଣି ଟୋପାଟେ ଥିବ ସେ ଶୋଷନ୍ତି କିନ୍ତୁ ଫେରିକି ଯାଉଛନ୍ତି। ମତେ ଗୋଟେ ଦୟା ଲାଗିଲା ଯେ ମୁଁ ଏମିତି କଲେ ମୋଠୁ କିଛି ଜିନିଷ ଲୋକ ଶିଖିବେ, ପାଣି ମଧ୍ୟ ମୋର ଭଳିଆ ସମସ୍ତେ ଦେବେ। ଦେଖିଲି ଦେଲି ପାଣି ପିଇଲେ ପକ୍ଷୀ ମାନେ ବହୁତ ସନ୍ତୁଷ୍ଟ ବି ହେଲେ। ନିରୀହ ପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୁକାନ୍ତ କୁମାର ଦାସ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ରୁମାଗଡ଼ ଗାଁରେ। ସେ ନିଜ ଚେଷ୍ଟାରେ ଗାଁ ନିକଟରେ ଥିବା ପାହାଡି ଜଙ୍ଗଲରେ ପାଖାପାଖି ପ୍ରାୟ 200 ଗଛ ଡାଳରେ ପକ୍ଷୀମାନଙ୍କ ଶୋଷ ମେଣ୍ଟାଇବାକୁ ପାଣି ବୋତଲ ବାନ୍ଧି ସାରିଲେଣି। ପ୍ରତ୍ୟେକ ଦିନ ସୁକାନ୍ତ ସବୁ ବୋତଲରେ ପାଣି ଭର୍ତ୍ତି କରନ୍ତି। ଗତ 3 ବର୍ଷ ହେଲା ପକ୍ଷୀଙ୍କ ପାଇଁ ଏହି ବ୍ୟବସ୍ଥା ସେ କରି ଆସୁଥିବା କହିଛନ୍ତି। ମତେ ଦୁଃଖ ଲାଗୁଛି, ସେ ମତେ ଖୁସି ଲାଗୁଛି। ବାପା ଥିଲେ କେତେ ସଦା କେତେ ଖୁସି ହୁଅନ୍ତେ। ତାଙ୍କେ ଗଛ ଡାଳରେ ଆମର ଡବା ଯୋଗେ ପାଣି ରଖି ଖାଦ୍ୟ ଦଉଛନ୍ତି, ପାଣି ଦଉଛନ୍ତି। ଏଥିପାଇଁ ପାଣି ନାହିଁ ନା, ଖରା ଭୀଷ୍ମ ଖରାରେ ଶୁଖି ଯାଇଛି ସବୁ ପାଣି, ବନ୍ଧ ଗାଡିଆ ସବୁ ଶୁଖା ପଡିଛି। ସେଥିପାଇଁ ତାଙ୍କେ ପଦକ୍ଷେପ ନେଇଛନ୍ତି। ନିଶ୍ଚୟ ପିଉଛନ୍ତି, ଭଲ ସୁବିଧା, ପକ୍ଷୀ ମାନେ ପାଣି ପିଇକି ସୁରକ୍ଷିତ ରହୁଛନ୍ତି। ସୁକାନ୍ତ ପେଶାରେ ଜଣେ ବିଦ୍ୟୁତ ବିଭାଗର ମିଟର ରିଡିଂ କଲେକ୍ଟ କର୍ମଚାରୀ ହେଲେ ନିଶା ତାଙ୍କର ପରିବେଶ ସୁରକ୍ଷା। ପ୍ରତ୍ୟେକ ଦିନ ଡ୍ୟୁଟି ସାରିବା ପରେ ସେ ବିଭିନ୍ନ ସ୍ଥାନରେ ଗଛ ଲଗାଇବା ସହ ପଶୁ ପକ୍ଷୀଙ୍କ ଲାଗି ପାଣିର ବ୍ୟବସ୍ଥା କରନ୍ତି। ସୁକାନ୍ତଙ୍କ ଏହି କାମକୁ ନେଇ ତାଙ୍କ ମା ବେଶ୍ ଖୁସି ଥିବା ବେଳେ ସେହି ପଞ୍ଚାୟତର ସରପଞ୍ଚ ମଧ୍ୟ ସୁକାନ୍ତଙ୍କ କାମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ନିରୀହ ପକ୍ଷୀଙ୍କ କଥା ବୁଝୁଛନ୍ତି ସୁକାନ୍ତ। ପାଖାପାଖି ଅଞ୍ଚଳର 200ରୁ ଉର୍ଦ୍ଧ୍ୱ ଗଛରେ ଅଦରକାରୀ ପ୍ଲାଷ୍ଟିକରେ ଜଳ ରଖି ସେମାନଙ୍କ ଶୋଷ ମେଣ୍ଟାଉଥିବା ବେଳେ ସୁକାନ୍ତଙ୍କ ଏହି ନିଆରା ପ୍ରୟାସ ଆଜି ଅଞ୍ଚଳରେ ଉଦାହରଣ ସୃଷ୍ଟି କରିଛି। ଗଞ୍ଜାମ ଜିଲ୍ଲା ପୋଲସରାରୁ ପୀତବାସ ଦାସ, OTV।